ମୁଁ ଆପଣଙ୍କ ପାଖକୁ ଆଉ ଗୋଟେ ଭିडिଓ କ୍ଲିପ ପଠାଉଛି। ଆଜି ଜୈନିକ ବିଜେପିର ଜଣେ ନେତା କହିଛନ୍ତି ଯଦି ସସାସ ଅଛି ବିଜେପିର କର୍ମୀ ଦେହରେ ହାତ ଦିଅନ୍ତୁ, ଆମେ ତା କାନ୍ଧରୁ ହାତ ଖସେଇ ଦେବୁ। ଆପଣଙ୍କର ସରୋଜ ବାବୁ ଆସିଲେଣି, ସରୋଜ ମହାପାତ୍ର ଯିଏ ଯାଜପୁର ବିଜୁ ଜନତା ଦଳର ସଭାପତି, ସିଏ ବର୍ତ୍ତମାନ ଲାଇନ୍ରେ ଆମ ସାଙ୍ଗରେ ଯୋଡ଼ି ହେଲେଣି। ଆମେ ତାଙ୍କଠୁ କିଛି ଉତ୍ତର ଜାଣିବା ପାଇଁ ଚାହିଁବା। ସରୋଜ ବାବୁ ଆପଣଙ୍କୁ ସ୍ୱାଗତ କରୁଛି ବଡ଼ ଖବରକୁ। ଆଜ୍ଞା ନମସ୍କାର। ନମସ୍କାର। ଆପଣଙ୍କର ଆମେ ଆଲୋଚନା କରୁଛେ ଯେ ଆପଣଙ୍କର ଯେଉଁ 2 ଦିନ ତଳେ ଯେଉଁ ସଭା ଯାଜପୁରରେ ହେଇଥିଲା, ଯେଉଁଠି ବବି ଦାସ ଥିଲେ ଏବଂ ସେଠି ଆପଣଙ୍କର ଜଣେ ନେତା କହିଲେ ଅଜୁ ମହାନ୍ତି ଯେ ଆମେ ବିଜେପିର ନେତାମାନଙ୍କୁ ଯେଉଁଠି ପାଇବା ସେଠି ଅଟକେଇବା ଏବଂ ତାଙ୍କୁ ଚପଲରେ ବାଡ଼େଇବା। ଇଏ ହେଉଛି ପ୍ରସଙ୍ଗ, ଆଜିର ଚର୍ଚ୍ଚା ହେଉଛି ସେଇଟା। ଯେଉଁ ଦଳର ସଭାପତି ସମ୍ବିଧାନର ମୁଖବନ୍ଧରେ ଅହିଂସାର ଶବ୍ଦ ଯୋଡ଼ିବା ପାଇଁ ବହୁତ କଥା ପରିଶ୍ରମ କରିଛନ୍ତି ଏବଂ ସାରା ଦେଶରେ ତାକୁ ନେଇକି ନିଜର ପ୍ରଚାର ବି କରାଇଛନ୍ତି, ସେ ଦଳର ଜଣେ ନେତା ବି କହୁଛନ୍ତି ଆଉ ଗୋଟେ ଦଳର ନେତାଙ୍କୁ ଆମେ ଚପଲରେ ସେକିବା। କ'ଣ ଉତ୍ତର ରହିବ ଆପଣଙ୍କର? ଆପଣ ସମୁଦାୟ ଭିଡିଓ କ୍ଲିପଟା ନିଶ୍ଚିତ ଦେଖିଥିବେ। ଯେତେବେଳେ ଅଜୟ ମହାନ୍ତି କହିଥିଲେ ଯେ ଲୋକଙ୍କୁ ସଭାସ୍ଥଳକୁ ଯିବା ପାଇଁ ପ୍ରତିରୋଧ କରାଯାଉଛି ଏବଂ ଯେଉଁମାନେ ପ୍ରତିରୋଧ କରୁଛନ୍ତି ସେମାନଙ୍କୁ ଧମକ ଦିଆଯାଉଛି, ସୁଭଦ୍ରା ଯୋଜନା କଟା ହେଇଯିବ, ଭତ୍ତା କଟା ହେଇଯିବ ଏବଂ ଏଇଭଳି ଯୋଉ ଲୋକମାନେ କରୁଛନ୍ତି ତାଙ୍କୁ ଜୋତାରେ ପିଟିବା, ଏ କଥା ସେ କହିଛନ୍ତି। ଆପଣ ଏଇ କଥା କହିଛନ୍ତି ଯେ ମୁଁ ତାଙ୍କୁ ପ୍ରଶଂସା କରୁଛି ସେ କଥା ନୁହେଁ, ଏ କଥାକୁ ମଧ୍ୟ ମୁଁ ନିନ୍ଦା କରୁଛି। ଆପଣଙ୍କର ଗାନ୍ଧୀ ଜୟନ୍ତୀରେ ପଦଯାତ୍ରା ଆରମ୍ଭ କରୁଛନ୍ତି, ଗାନ୍ଧୀଙ୍କର ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆପଣ କର୍ମୀମାନଙ୍କୁ ଉତ୍ସାହିତ କରିବା ପାଇଁ ଆସୁଛନ୍ତି ଏବଂ ଗାନ୍ଧୀ ଜୟନ୍ତୀରେ ଗାନ୍ଧୀଙ୍କ ନାଁ ନେଇକି ଯେଉଁ ସଭା ସେଠି ହେଉଛି, କର୍ମୀ ସମ୍ମିଳନୀ ହେଉଛି, ସେଠି ଗାନ୍ଧୀଙ୍କର ଆଦର୍ଶ ବିରୋଧରେ କାମ ହେଉଛି। ଅର୍ଥାତ୍ ଆମକୁ ଯଦି କିଏ ଅଟକେଇବ ତାହେଲେ ଆମେ ତାଙ୍କୁ ସେକିବା, ଚପଲରେ ବାଡ଼େଇବା। ୟାକୁ ସେଠି ଅନ୍ୟମାନେ କେହି ବିରୋଧ କରେନି। ବବି ଦାସ ସେଠି ଥିଲେ, ସେ ବି ବିରୋଧ କରିପାରିଥାନ୍ତେ, କାହିଁ ସେମିତି ଆକଟ କରିପାରିଥାନ୍ତେ ନା ନାହିଁ? ସମସ୍ତେ ଆକଟ କରିଛନ୍ତି, ମୁଁ ବି ନିଜେ ଛିଡା ହେଇଥିଲି। ମୁଁ ବିରକ୍ତ ହେଇକି ତା ଦି ଚପଡ଼ା ପକେଇଲା ପରେ ତା ପିଠିକି ସେ ଭାଷଣ ବନ୍ଦ କଲା। ବାବୁ ଭୟଙ୍କର ଭାବରେ ସରୋଜ ବାବୁ ଆପଣ କିନ୍ତୁ ସୁଦୀତ ବାବୁଙ୍କ କହିବା କଥା ଇଏ ଆପଣଙ୍କ ଅହଙ୍କାରର କଥା କହୁଛି। ଅହଙ୍କାର ଯୋଗୁଁ ଆପଣମାନେ ଏ ପ୍ରକାର କଥା ଆପଣଙ୍କ ମୁହଁରୁ ବାହାରୁଛି ଯେ ଆପଣ 24 ବର୍ଷ ହେଲା ସରକାର ଥିଲେ ଏବଂ ଆପଣ ଭାବୁନାହାନ୍ତି ଯେ ଆପଣ ସରକାରରୁ ବାହାରି ଯାଇଛନ୍ତି। ଯେଉଁ ଅହଙ୍କାର ଆପଣମାନଙ୍କ ଭିତରେ ଅଛି, ବିଜୁ ଜନତା ଦଳର ନେତାଙ୍କ ଭିତରେ, ସେ ଅହଙ୍କାର ହିଁ ଏପରି କଥା କହୁଛି। ସୁଜିତ ଯାହା କହୁଥିଲେ ଅହଙ୍କାର ନାହିଁ। ସେଠି ବବି ବାବୁ ଥିଲେ, ପୂର୍ବତନ ସାଂସଦ ଶର୍ମିଷ୍ଠା ମ୍ୟାଡାମ ଥିଲେ, ବର୍ତ୍ତମାନ ବିଧାୟକ ଥିଲେ, ଜିଲ୍ଲା ପରିଷଦ ସଭ୍ୟମାନେ ଥିଲେ, ସମସ୍ତେ ଥିଲେ। ତାହେଲେ ଜଣେ କିଏ ଯୋଉ କଥାଟା କହିଛି ତା ଅର୍ଥ ନୁହେଁ ଯେ ସମସ୍ତ ଅହଙ୍କାରୀ। ଏବଂ ଯେତେବେଳେ ବି ବିଜେପି ଯୋଉ ସୁଜିତ ଯୋଉ କଥା ବାହୁବଳି କଥା କହୁଥିଲେ, ମୁଁ ସେ ଦିଗକୁ ଯଦି ପ୍ରଶ୍ନ କରିବେ ମୁଁ କହିବି ଯେ ଯାଜପୁରରେ ଯୋଉ ବିକାଶ ହେଇଛି, ଯୋଉ କଥା କହିଲେ 60 ଲକ୍ଷ ଟଙ୍କା 5T ଦେଲା ପରେ ମମତା ମହନ୍ତଙ୍କ ପଇସା ସେ ସ୍କୁଲରେ ଲାଗିଛି। ମୁଁ ସୁଜିତଙ୍କୁ ଅନୁରୋଧ କରିବି ସେ ଆସିକି ଯୋଉ ସ୍କୁଲରେ ପଇସା ଦିଆଯାଇଛି, ବିରଜା ହାଇସ୍କୁଲର କଥା କୁହନ୍ତୁ, ମହତାବ ହାଇସ୍କୁଲର କଥା କୁହନ୍ତୁ, ସ୍କୁଲର କଥା କୁହନ୍ତୁ, ଆପଣଙ୍କର ଏବଂ ସେ ସ୍କୁଲକୁ ଦେଖିକି ଯିବେ, ତାପରେ ତଦନ୍ତ କରନ୍ତୁ। ସରକାର ଆପଣଙ୍କର ଆଇନ ଆପଣଙ୍କ ହାତରେ ଅଛି, କ୍ରାଇମବ୍ରାଞ୍ଚ ଆପଣଙ୍କ ହାତରେ ଅଛି, ଏକ୍ଜିକ୍ୟୁଟିଭ ଆପଣଙ୍କ ହାତରେ ଅଛନ୍ତି, ସିବିଆଇ ଆପଣଙ୍କ ହାତରେ, ସବୁ ତଦନ୍ତ ଆପଣମାନଙ୍କ ହାତରେ ଅଛି। ସ୍କୁଲ ଗୁଡିକ ତଦନ୍ତ କରିକି ଦେଖନ୍ତୁ କୋଉଠି କଣ ପଇସା ଖର୍ଚ୍ଚ ହେଇଛି, କୋଉଠି ଅପବ୍ୟୟ ହେଇଛି, କୋଉ ଅଟ୍ଟାଳିକା ନିଜେ ବାବୁ ତାଙ୍କ ନିଜର କରି ପକେଇଛନ୍ତି। ଯୋଉ କଥା କହିଲେ ମୁଁ ସରୋଜ ବାବୁଙ୍କୁ କହୁଛି ଘର ଭଙ୍ଗା ଯାଇଛି, ଘର ଭଙ୍ଗା ଯିବା ସତ୍ୟ। ଆଜ୍ଞା, ଆପଣଙ୍କ ସଭାରେ ଯଦି ଜଣେ ଏଇଭଳି ମନ୍ତବ୍ୟ ଦିଅନ୍ତି, ସଭାରେ ଏଇଭଳି ଆଲୋଚନା କରନ୍ତି, ତା ମାନେ ଏଠୁ ସ୍ପଷ୍ଟ ହଉଛି ଆପଣଙ୍କର ରାଜନୈତିକ ଶିକ୍ଷା କେତେ। ଆପଣ ଭଲ ଭାବରେ ଜାଣିଛନ୍ତି ରାଜନୀତିରେ ହିଂସାର ସ୍ଥାନ ନାହିଁ। ତାପରେ ବି ଆପଣ କର୍ମୀ ମାନେ ଯଦି ଏଇଭଳି ଅନ୍ୟ ଦଳର କର୍ମୀକୁ ଇଙ୍ଗିତ କରି ଅନ୍ୟ ଦଳ କର୍ମୀଙ୍କ ପ୍ରତି ଏଇଭଳି ଆକ୍ଷେପ କରନ୍ତି, ତାହେଲେ ଆପଣଙ୍କର ସେ ଯୋଉ ନେତା ମାନଙ୍କର ଶିକ୍ଷା କେତେ ରାଜନୈତିକ ଶିକ୍ଷା, ଆପଣ କର୍ମୀ ମାନଙ୍କୁ କଣ ଶିକ୍ଷା ଦଉଛନ୍ତି?
ସାଧାରଣତଃ ଭାବରେ ଆପଣ ମାନଙ୍କର ରାଜନୀତିକ ଶିକ୍ଷା ନାହିଁ, ଅଶିକ୍ଷାରେ ଆପଣ ଚାଲିଛନ୍ତି ବୋଲି ଯାଜପୁର ବାସୀ ବିବେଚନା କରିବେ। ଏଥିରେ ଦ୍ୱିମତ କି ଆପଣ ମତେ କହିଲେ? ମୁଁ ଆପଣଙ୍କ ପାଖକୁ ଆଉ ଗୋଟେ ଭିଡିଓ କ୍ଲିପ ପଠାଉଛି। ଆଜି ଜୈନିକ ବିଜେପିର ଜଣେ ନେତା କହିଛନ୍ତି ଯଦି ସସାସ ଅଛି ବିଜେପିର କର୍ମୀ ଦେହରେ ହାତ ଦିଅନ୍ତୁ, ଆମେ ତା କାନ୍ଧରୁ ହାତ ଖସେଇ ଦେବୁ। କାନ୍ଧରେ ହାତ ଦେଲେ ଆମେ ଏଇଟା କାନ୍ଧରେ କୋଉ ହାତ ଶିକ୍ଷା? ଖସେଇ ଦେବୁ। ଏଥିରେ କିଛି ବିଚିତ୍ର କଥା ନାହିଁ। ଆପଣ ମାନେ ଯୋଉ ଚ୍ୟାଲେଞ୍ଜ ନା କଲେ, କିଛି କୋଉଟା ଶୁଣନ୍ତୁ, ଆପଣ ଯୋଉ କହିଲେ ଅହଙ୍କାର କଥା କୁହନ୍ତୁ ବା ଯୋଉ କଥା ବି ଆପଣ କହୁଛନ୍ତି, ମୁଁ ସେ କ୍ଲିପ ଟା ଯଦି ଆପଣଙ୍କ ପାଖକୁ ପଠେଇବି ଆପଣ ବି ଦେଖିବେ। ହ୍ୟାଲୋ, ଆଜ୍ଞା କୁହନ୍ତୁ କୁହନ୍ତୁ ସରୋଜ ବାବୁ, କୁହନ୍ତୁ ଆପଣ କୁହନ୍ତୁ, ଆମେ ଶୁଣୁଛୁ। ଆପଣ ଆଜ୍ଞା ଆପଣ କହିବା ଦରକାର, ଲୋକ ଶୁଣିବା ବି ଦରକାର କିଏ କ'ଣ କହିଛନ୍ତି, କୁହନ୍ତୁ। ହଁ ମୁଁ କହିବି ଆପଣଙ୍କୁ ସେଇ କଥା ଯେ ଯଦି ମୁଁ ତ କହୁଛି ଅଜୟ ମହାନ୍ତି ଯୋଉ କଥା କହିଛନ୍ତି ଆମେ ତା ନିନ୍ଦା କରିବା ସଙ୍ଗେ ସଙ୍ଗେ ତାଙ୍କୁ ସାଙ୍ଗେ ସାଙ୍ଗେ ବାବୁ ଯାହା କହିବା କଥା, ଯାହା ଆମ ଭିତରେ ଯୋଉ କଥାବାର୍ତ୍ତା ହବା କଥା ସେ କଥାବାର୍ତ୍ତା ସରିଛି। ତା ଏ ସତ୍ୟ ନିନ୍ଦାଟାକୁ ମଧ୍ୟ ସର୍ବସାଧାରଣ ଆଜି ପ୍ରକାଶ ଆଜି କରନ୍ତୁ। ଆପଣ ଗୋଟେ ଆଜି ସଭାରେ ଯେତେବେଳେ ଅନ୍ୟ ରାଜନୈତିକ ଦଳକୁ ଆକ୍ରୋଶର ସହିତ ଆପଣ କହୁଛନ୍ତି, ସେ ନିନ୍ଦାଟାକୁ ସାର୍ବଜନୀନ କରନ୍ତୁ। ଆପଣ ତାକୁ ପ୍ରେସ ବାର୍ତ୍ତା ଦିଅନ୍ତୁ। ଆପଣ ଆପଣ ଯୋଉମାନେ ଅଟକଉଥିଲେ, ଯୋଉମାନେ ଲୋକଙ୍କୁ ବାଟରେ ଅଟକଉଥିଲେ, ସେମାନଙ୍କର କୋଉ ନୈତିକତା ଅଛି ବା କଣ ତାଙ୍କ ପାଖରେ ଅହଙ୍କାର ନାହିଁ ଯେ ସେମାନେ କାହିଁ ସାଧାରଣ ଲୋକଙ୍କୁ ଅଟକଉଥିଲେ ସଭା ମଞ୍ଚକୁ ଆସିବା ପାଇଁ? ତାର କିଛି ପ୍ରମାଣ ଅଛି କି ଆପଣଙ୍କ ପାଖରେ? ଅଛି, ଆପଣ କିଏ ଯଥେଷ୍ଟ ପ୍ରମାଣ ଅଟକେଇବ, ଅଛି। କାହିଁକି ଅଟକେଇବ? କେହି ଅଟକାନ୍ତିନି କାହାକୁ। ରାଜନୀତିକ ଆକ୍ରୋଶ କୋଉଠି ହୁଏ ନା ଯାଜପୁରରେ, ଆପଣ ଭଲ ଭାବରେ ଜାଣିଛନ୍ତି। କିନ୍ତୁ ଏଇ ଯୋଉ ସଭା ସ୍ଥଳରୁ ଏଇପରି ମନ୍ତବ୍ୟ ଦବା, ଅଭାଷାରେ ଏଇପରି କଥାବାର୍ତ୍ତା କରିବା, ଭାଷଣ ଦବା, ଇଏ କୌଣସି ଶିକ୍ଷା ଦୀକ୍ଷାର ପ୍ରମାଣ ନୁହଁ। ଇଏ ଗୋଟେ ଅହଙ୍କାରର କଥା। ନା ଜମା ଶିକ୍ଷା ନା ଅହଙ୍କାର କଥା। ଆପଣଙ୍କର ଯୋଉ ଲୋକମାନେ ଅଟକଉଥିଲେ ତାର ଭିଡିଓ କ୍ଲିପ ମୁଁ ଆପଣଙ୍କ ପାଖକୁ ସବୁ କାଲି ପଠଉଛି। ହଁ ପଠାନ୍ତୁ। ନାଇଁ ଆଜି ଯୋଉ ବିତର୍କ ଅଛି ଆପଣ ତ ସେଇ କଥା ସେଇଠି ସଭାରେ କହିପାରିଥାନ୍ତେ। ଏଇ ମାନେ ଏଇଠି ଅଟକଉଥିଲେ, କାହିଁକି ଅଟକଉଛନ୍ତି? ସ୍ୱାଧୀନ ଭାବରେ ସମସ୍ତଙ୍କର ଅଧିକାର ଅଛି। କିଏ କୋଉ ରାଜନୈତିକ ଦଳରେ ସହଯୋଗ କରିବ, ରାଜନୈତିକ ସଭାକୁ ଯିବ, ରାଜନୈତିକ ତାର ମତ ପୋଷଣ ରଖିବ। କିନ୍ତୁ ଏଇ ଯୋଉ ପ୍ରକାର ମନ୍ତବ୍ୟ ଦବା ଆପଣଙ୍କର ଜଣେ ବ୍ଲକର ସଭାପତି କେତେ ଦୂର ଉଚିତ ଏ କଥା କୁହନ୍ତୁ? ଯାଜପୁର ବାସୀ ସଚେତନ ନାଗରିକ ମୁଁ ପ୍ରାୟ ପ୍ରଥମରୁ ଆପଣଙ୍କୁ କହିସାରିଛି କଥା। ମୁଁ ପ୍ରଥମରୁ ଯଦି କହିସାରିଛି ଯେ ସେ କହିବାଟା ଉଚିତ ନୁହଁ। ଆମେ ସେ କଥାକୁ ନିନ୍ଦା କରୁଛୁ। ଏ କଥା ମୁଁ ପ୍ରଥମେ ଆପଣଙ୍କ ସାଙ୍ଗରେ ଯେତେବେଳେ କଥା ଆରମ୍ଭ କଲି ପ୍ରଥମ ଆପଣଙ୍କୁ ଏ କଥା କହିଲି। ଆଜ୍ଞା ନା ଆଉ ଗୋଟେ କଥା ମୁଁ ଆପଣ ଖାଲି ତାକୁ ନିନ୍ଦା ମୁଁ କରୁଛନ୍ତି। ଆଉ ଗୋଟେ କଥା ଶୁଣନ୍ତୁ, ସୁଦିତ ବାବୁ ଆଉ ସରୋଜ ବାବୁ, ସୁଦିତ ବାବୁ, ସାଧାରଣ ଜାଗାରେ କ୍ଷମା ମାଗିବାର ଆବଶ୍ୟକତା ଅଛି। ସୁଦିତ ବାବୁ ଆଉ ସରୋଜ ବାବୁ, ଖାଲି ମୋର ଗୋଟେ ପ୍ରଶ୍ନ। ମୁଁ ତ ଶୁଣିଲି ଯେମିତି ସରୋଜ ବାବୁ କହୁଥିଲେ, ସରୋଜ ବାବୁ କଥା କହିଲେ ଯେ ସୁଜିତ ବାବୁ ଇଏ ହେଇଗଲା, ସବୁ ସବୁ କଣ ଦୁର୍ନୀତି ହେଇଛି, ଦୁର୍ନୀତିଟାକୁ ଆପଣ କୋଉ ଅଙ୍କରେ କହୁଛନ୍ତି ସବୁ ଦୁର୍ନୀତି ହେଇଛି ବୋଲି, ସେ ଦୁର୍ନୀତି କଥାଟାକୁ ଟିକେ ଖୁବ ଶୀଘ୍ର ସେ ତଦନ୍ତ ଆପଣଙ୍କ ହଉଛି। ପାଖରେ ଅଡିଟ କରିବାର ସମସ୍ତ କ୍ଷମତା ବର୍ତ୍ତମାନ ଅଛି। ଆପଣ କ୍ଷମତା ଦଳ ସରକାରୀ ଦଳରେ ଆପଣ ଅଛନ୍ତି, ଆପଣଙ୍କ ପାଖରେ ସମସ୍ତ କ୍ଷମତା ଅଛି। ଆଗେ ସେଗୁଡାକୁ ପଦାକୁ ଆଣି ସାରିକି ଏସବୁ କଥା କହିଲେ ଶୋଭା ପାଇବ। ଆପଣ 2018 ମସିହାରେ ନବୀନ ପଟ୍ଟନାୟକ ଶୁଭ ଦେଇଥିଲେ ପୌର ବସ୍ ଟର୍ମିନାଲ କରିଛନ୍ତି। ହଁ ଆପଣ କୋଉ ବସ୍ ଟର୍ମିନାଲ ଅଛି କହିପାରିବେ? ଆପଣ ବିଜେଡିର ଜିଲ୍ଲା ସଭାପତି ଥିଲେ। କୋଉଠି ବିକାଶ ହେଇଛି ଆପଣ ସେ ପୌର ବସ୍ ଟର୍ମିନାଲ? କୋଉ ଶୁଣନ୍ତୁ, ଆପଣଙ୍କର ବସ୍ ଷ୍ଟାଣ୍ଡ ହେଇନି ତା ସତ୍ୟ। ବସ୍ ଷ୍ଟାଣ୍ଡ ସେ କାହିଁକି ହେଇନି? ବସ୍ ଟର୍ମିନାଲ ଆପଣ ପାଇଁ ଯୋଉ କହିଥିଲେ ଆପଣ ସେଟା ଗଲା 18ରୁ କୁଆଡେ? 6 ବର୍ଷ ହେଲା କୋଉ ଦିନ ସବୁ ଉତ୍ତୋଳନ କରିଥିଲେ? କୋଉ ଦିନ ଆପଣ ସେ ପୌର ବସ୍ ଯାଜପୁରକୁ ଗୋଟେ ଟର୍ମିନାଲ ପାଇଁ ଯୋଉ ସାଇକେଲ, ଗୋଟେ ପଇସା ଆସିଥିଲା ମୋଟରସାଇକେଲ ଗଲା ଗଲେ ଗୋଟେ କୁଆଡେ? ସାଇକେଲ ଯାଇପାରୁନଥିଲା। ଆଜି ତାର ସେ ଯୋଉ ପଇସା ଗଲା କୁଆଡେ ସୁବନ୍ଦୋବସ୍ତ କୁହନ୍ତୁ? କରାଯାଇଛି, ପୌର ବସ୍ ଟର୍ମିନାଲ ସେ ପାଇଁ କଥା କଣ ଆଜି ସେ ଦିନରେ ବି କଥା କଣ ଆପଣ ଯାଜପୁର ମାନଙ୍କୁ ଟାଉନରେ ଦେଖାଯାଇନି? ଅଧେ ବର୍ଷା ହେଲେ ତହସିଲ ପାଖରୁ ଥାନା ପର୍ଯ୍ୟନ୍ତ ଆଣ୍ଠୁଏ ପେଟେ ପାଣି ହଉଛି। କୋଉଠି ବିକାଶ ଆପଣ ହେଇଛି? କାମ ତ ସେ ତ କାମ ଚାଲିଛି, କାମ କମ୍ପ୍ଲିଟ ହେଇନି। କାମ 24 ବର୍ଷ ହେଲାଣି ଚାଲିଥିବ କି? ଆପଣଙ୍କର ନା 24 ଶୁଣନ୍ତୁ ଆଜ୍ଞା, 24 ବର୍ଷ ନୁହେଁ, ଦେଶ ସ୍ୱାଧୀନ ହେଲାଣି କେତେ ବର୍ଷ ହେଲାଣି? ଅଛି ଗୋଟିଏ ପରିବାର ହାତରେ ମିଳିତ 35 ଭାବରେ ଥିଲେ
प्रणव प्रकाश दास महोदय जो 2009 मसीह आसिले 9 मसीहा 14 मसीहा छाड़ 14 रु 24 10 वर्ष भितर आपणकर जेतिकी जाजपुर विकास घटी ताको आम अस्वीकार कर परिबानी कहीं आम अस्वीकार करवा आम सरोज बाबू 50 वर्ष गोटे परिवार पाखर शासन अछि पौर पौर परिषद पाखरु आरंभ करी पंचायत टू आपण पार्लियामेंट पर्यंत कोन विकास करछन जाजपुर रो नरेंद्र आपण लोक माने ताको वोट देटा कोन भूल जो साधारण जाजपुर को एनएच लागू तो जते लोक माने पौरसभा रे ताको वंश वोट देई आछंती ता माने जाजपुर लोक माने सब भूल नहीं नहीं कई भूल न आपण को वोट दबा भूल आपण वोट नहीं साला परे फिर पुनर्बार को दिन वोट हबो ताको किमि हातेबे वोट आज्ञा आज्ञा सुनतु आपण कहउचंती केते वर्ष होला शासन में अछंती पौर पौर परिषद पौर संस्था तांकर केते वर्ष शासन भीतर अछि एवं प्रति वर्ष लोक भूल करी चलचंती जाजपुर लोक ठीक ता जानना जाजपुर लोक भूल चिंता ही करंती बोली भाबुचंती आपण जाजपुर लोक ठीक चिंता करते 9 मसीहा टू 24 मसीहा भीतर देखंतु सरोज बाबू देखंतु सरोज एबे भी आपण पाखरे आउरी बहुत समय अछि जेतिकी काम कंप्लीट हेई नै से काम को केमिति त्वरान्वित करिवे किमि से काम सब हबो ता भीतर मनोनिवेश कले जाजपुर आउरी भलो कार्य हबो हम जाजपुर जो काम आवश्यकता करूची समस्त काम हबो कोनोसी काम बंद होबार संभावना नहीं आपण माने मध्य बहुत जगह बीजेपी वाला काम बंद कर दे